ଲଗେଇବା ବ୍ୟବସ୍ଥା କରିବା କଥା ନୁହେଁ। ସୃଷ୍ଟି କଲାବେଳକୁ ଗୋଟେ ଲାଇଟ୍ ଲଗେଇଦେଲି। ଆଉ ମୁଁ ଆଜି ପିଠା କରିବି, ଟିକେ ଲାଇଟ୍ ଲଗେଇବା ନାହିଁ। ସେପଟେ ହେଲେ ଯେଉଁ ଗାଁ ସାରା ଏଠି ଯେଉଁ ଷଣ୍ଢ ତାର ସବୁ ଭାଙ୍ଗି ଦେବେ ଅନ୍ଧାର। ପିଠଉ ଜନ୍ତା ହେବ, ପିଠା ହେବ, ବିରି ହେଇନାହିଁ। ଏବେ ଆମର ଜନ୍ତା ରେଡ଼ି ହେଇଗଲା। ଖାଲି ଭଲ କଢ଼େଇ ଗଳିପେ ଆଳୁ ପୁରା ଗୋଟେ ଖରସ୍ତ ଭଳିଆ ଲାଗିଯାଇଛି। ପାଣି ପୁରେଇଦେବା। ଏଇଟା ପୁରା ପାମ୍ପଡ଼ ଭଳିଆ ପାଣିଟା ଗରମ ହେଇଗଲେ ପାମ୍ପଡ଼ ଭଳିଆ ବାହାରି ପଡ଼ିବ। ହଁ ଏ ଫୁଟୁ ଫୁଟୁ ହେଉଛି ଆଗ। ଏଇ ଖଡ଼ିକା ଟିକେ ମାରିଦିଏ, ସେଇଟା ବାହାରିବ ତ। ଫୁଟୁ 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 କେମିତି ଜାଳ ହେଉଛି? ଅଧିକ ହେଇଗଲା। ହଁ ଲୋପା ପିଠା ଭଳିଆ ହେଇଗଲା। ଖାଇବୁ? ନା ନା ପିଠା ଏ ପୋଡ଼ା ପିଠା ବି ଖାଇବା ବାହାରିଯିବ ଏଇଟା। ପାଣିରେ ଲାଗିଲେ ବାହାରିଯାଏ ଆଉ। ଜାଳ ଟିକେ ଅଧିକ ହେଇଗଲା, ଜାଳ ଟିକେ କମିଗଲା। ଗଢ଼ି ସାରିଲା ପରେ ଆଉ ଟିକେ ପାଣି ଦେଇକି ବସେଇଦେବି। ପୁର ଏଥିରେ ଦିଅନ୍ତିନି? ଏଥିରେ ପୁର ଦିଆଯାଏ। ଦେଇକି ଥରେ ଦେଖୁନ। ନଡ଼ିଆ କୋରା ପକାନ୍ତି। ନଡ଼ିଆ କୋରା ପକେଇଲେ ଯେଉଁ କ୍ଷୀର କି ଅମୁଲ ଦେବନି, ସେ ପାଣି ଫୁଟୁକା କରିଦେବ, ଭଲ ଲାଗେନା। କାହାକୁ କ'ଣ ଲାଗୁଥିବ ମୋତେ ଭଲ କରେନା। ଦେଖିପାରୁନାହାନ୍ତି, ଯୋଉଠି କିନ୍ତୁ ଇଆଡ଼େ ବୋଲି ସିଆଡ଼େ ଅନେଇଥିବୁ ପଳେଇବେ ବାଡ଼ିଆଡ଼େ। ସେଟା ଆଖି ଜଳିଲେ ସେ ଯାଇକି ଜାଣିପାରିବେ। ଲାଇଟ୍ ପକେଇଲେ। ଲାଇଟ୍ ପକେଇଲେ ସେଇଠି ଅଛନ୍ତି, ଆଖି ଯେମିତି ନିଆଁ ଭଳିଆ ଜଳୁଛି। ହଁ ପ୍ରିନ୍ସ ମିକି ଆଖି ବି ଜଳୁଛି। ଲାଇଟ୍ ପଡ଼ିଲେ ତା ଆଖି ଓ ପ୍ରିନ୍ସ ଅନଉଣ୍ଟେ ପଳଉଛି। ଓଦାରେ ଚିତା ଦେଖାଯାଉଛି। ଏଇଠି ଗୋଟେ ଆମ୍ବ ଡାଳ ଅଛି। ଆମ୍ବ ଡାଳଟା ଆପେ ଆପେ ବହିଲି କହିଲି। କହିଲେ କଳସ ବସାଅ ମୋ ପାଖରେ କଳସ। ହଁ ସତରେ ପ୍ରିନ୍ସି କୁଆଡ଼େ ଯାଉଛି ସିଆଡ଼େ? ଅନ୍ଧାର କଳା ପୋଡ଼ିଗଲା ତ କଳା। ଆଉ ସେଇଟା ପୋଡ଼ାଟା କଳା ସୋୟା ସସ୍। ମିକି ଗଲା। ମିକି ମିକିଲୋ ସେ ତ ଚଢ଼ି ଚଢ଼ି ପଳେଇଲାଣି କୁଆଡ଼େ। ମିକି ପାଣି ଡରେଇ ଦଉଛି। ଆଉ କୋଉଠି କରୁଛୁ? ଗଇଁଠା ଗଢ଼ା ହେଇଗଲା। ଏବେ ଗଇଁଠା ପଡ଼ିଗଲା କଢ଼େଇରେ। ଗଇଁଠା କ୍ଷୀରି ହେବ ଏବେ। କ୍ଷୀରି ଏବେ ପ୍ରସ୍ତୁତ ଚାଲିଛି। ସରିଲା ମାନେ ଭୋଗ ଦିଆଯିବ। ଭୋଗ ଦେବା ପାଇଁ ଆମର ଏଇଠି ଆମ୍ବ ଗଛ ମୂଳେ ଚିତା ପଡ଼ିଯାଇଛି। କ'ଣ କରୁଛୁ? ଅମୁଲ ଦେଖୁଛୁ। ଆମ୍ବ ଗଛ ମୂଳେ ଚିତା ପଡ଼ିଛି। ଆମର ଦେଖନି, ଏଇଠି ଆମର ଭୋଗ ତିଆରି ହେବ। ଏଇଠି ଆମ୍ବ ଗଛରେ ଭୋଗ ଦିଆଯିବ। ଆମ୍ବ ଗଛ ମୂଳରେ ସେପଟକୁ ଭୋଗ ଦିଆଯିବ। ଆମ୍ବ ଗଛ ମୂଳରେ ଗୋଟେ ଲଙ୍କା ଗଛ ହେଇଯାଇଛି। ଆଉ ବୋଉ ସେଟାକୁ ରଖିଦେଇଛନ୍ତି। ଲଙ୍କା ଯେହେତୁ ହେଇଛି, ଏପଟରେ ନିପା ହେଇ ଚିତା ପଡ଼ିଛି। ଚିତା ଓଦାରେ ପଡ଼ିଛି କି ଦେଖାଯାଉଛି। ଦେଖାଯାଉଛି ଲିପା ହେଇକି ପଡ଼ିଛି ପୁରା ଚିତା ପଡ଼ିଛି। ଏଠି ଭୋଗ ଦିଆ ସରିଲେ ତାପରେ ଘରକୁ ଯିବା। ସବୁ ଗଛରେ ପକେଇବା ନେଇକି। ଅମୁଲ ଖାଇବା ବୋଲି ଗୋଟେ ଛୁଆ ଜଗିକି ବସିଛି। ଆଟେ ଦେ ଟିକେ ରଖିଛି। ଟିକେ ନାଗୁରୁ ଅମୁଲ ଦେଉଛି ମୁଁ ଖାଇବି। ଆଟେ ଦେ ଏତେ ବଡ଼ ଚାମଚାରେ ଦେଉଛୁ ତୁ। ଅମୁଲ ହାତରେ ଚାଟିକି ଖାଇବି। ଛୋଟବେଳେ ମୁଁ ବହୁତ ଖାଇଛି ଅମୁଲ ଏମିତି ନେଇକି ଚାଟିକି ଖାଇବି। ଉପରେ ଲାଗିଯାଇଥାଏ ଜିଭରେ। ଆଉ ଧୂଆଁରେ ମୋ ଆଖି ଆଉ ଅନେଇ ମନେଇ ନାହିଁ। ଏତେ ଟିକେ ନାଗୁରୁ ଚାମଚାରେ ଦେଇଛି। ଚିନି ପକେଇଦେବା। ଚିନି ପକେଇ ଗୋଳେଇବା। ଉତୁରି ପଡ଼ିବା ବା ଅମୁଲଟା ପଡ଼ିଛି ନା ସାଙ୍ଗେ ସାଙ୍ଗେ ଉତୁରି ପଡ଼ିବା ପାଇଁ ମାମା ଏଠି ସବୁ ଯୋଗାଡ଼ ଯନ୍ତ୍ର କରି ଥୋଇ ଦେଇଛି। ଥୋଇ ଦେଇ କୁଆଡ଼େ ପଳେଇଛି। ହେଇ ଆସିଲା ପାଣି ନେଇକି। କହୁଥିଲି ମାମା ତାର ଥୋଇ ଦେଇକି ସବୁ ଫୋପାଡ଼ି ଫୋପାଡ଼ି ପଳେଇଛି। ଫୋପାଡ଼ିକି ଥୋଇକି ତାପରେ ଜଗିଛି। ମୋତେ ଜଗିଛୁ? ମୋତେ ଜଗିଛୁ? ମୁଁ ତ ଆସି ଦେଖିଲା ବେଳକୁ ମାମା ତାର ଫୋପାଡ଼ି ଦେଇକି ଦୌଡ଼ିକି ପଳେଇଛି। ଦେଖନ୍ତୁ ମାମା ମୁଁ ଗଛ ଲଗେଇବି, ମାମା ଫୁଲ ତୋଳିବା।
ଦେଖ ମନେ ଅଛି କୋଉ ଭଳିଆ ମାରିବା ଯେମିତି ମୁଁ ମନେ ଯେମିତି ଏଇ ଫୁଲ ଫୁଲଟା ଗଛ ଏଇ ଫୁଲଟା ଦେଖିଛି। ଏଇ ଫୁଲଟା ନେ। ଫୁଲ ଗଛରେ ତା ସେ ଫୁଲ ନା ଥାଉ ଗୋଟିଏ ଫୁଲ ତୁ ଦିଟା ଫୁଲ ନେଇକି କହୁଛି କଣ ଗୋଟିଏ ଫୁଲ। ବଢ଼ିଆ ଦେଖାଯାଉଛି ଏଇଟା ହ୍ୱାଇଟ୍ ହେଇଥିଲେ ବଢ଼ିଆ ଦେଖାଯାଉଛି ହଁ ହ୍ୱାଇଟ୍ ପିଙ୍କ୍ ଆଉ ଯେଉଁ କଲର୍ ସବୁ ଅଛି ଅଲଗା ଅଲଗା ଆଣିଥିଲେ ଭଲ ହଁ ହେଇଥାନ୍ତା ଆଣିକି ଲଗେଇମି ପା ଏଥର ଠିକ୍ ଅଛି କିନ୍ତୁ ଯତ୍ନ ତୁ ନବୁ। ଏସବୁ ଯତ୍ନ ମୁଁ ନେଇନଥିଲି। ନେଇକି ବି ଥିଲୁ ମୁଁ ବି ନେଇଥିଲି। ସିନ୍ଦୁର ମରା ହେଲା ଏବେ ଗଛରେ ସିନ୍ଦୁର କାଇଁ ଗଛରେ ମାରିଛ? ଗଛ ପୂଜା ହବ ଚନ୍ଦନ ସିନ୍ଦୁର ତୋର ଜନ୍ମଦିନ ହେଲା ବେଳକୁ ଓ ତାହେଲେ ଆଜି ଆମ୍ବ ଗଛର ବଉଳ ଜନ୍ମଦିନ। ଅମାବାସ୍ୟା ବଉଳ ଜନ୍ମ ହବ ନା ଏଇ ଭୋଗ ଦେଇ ହାପି ସାରିଲା ପରେ ବାର୍ଥଡେ ଟୁ ୟୁ ବଉଳ। ବଉଳ ଆଜିଠୁ ଜନ୍ମ ନେଲା କାଇଁ ବଉଳ ତ ହେଇନି ଟୋଟାଲି। ବଉଳ କାଇଁ ହେଇନି ବଉଳ ଟୋଟାଲି। କଣ ହେଲାଣି କେବେ ହବ? ଆଜି ପରଠାରୁ ହବ ପ୍ରାୟତଃ ଗୋଟେ ଗୋଟେ ଗଛରେ ହେଇଯାଏ। ହଁ ଫୁଲ ତାପରେ ଭୋଗ ତାପରେ ପୁଣି ଫୁଲ ତାପରେ ସାଷ୍ଟାଙ୍ଗ ପ୍ରଣାମ। ଓ ପୁଣି ରିଟର୍ନ ହେଇକି ପଳେଇଆଲା ଏଇଠି। କୁଆଡେ ସେ ଆକାଶକୁ ପଳେଇବ ମୁଁ ତ ସେ ସେ ଭାବୁଥିଲି ଗଛ ପାଖକୁ ଡର ବାଜିଗଲା ନା ଏ ଦିଥର ଆସିକି ପଡ଼ିଲାଣି ସେ ଏଇଥର ଗୋଟେ ଦୂର ଜାଗା ପକେଇଲି। ହୋ ଏ ଗଛରେ ନାଖି ଯାଉନି କାହିଁକି? ନଖେଇ ଦେଇ ଗଛରେ ଏ ଗଛରେ ନଖେଇ ଦେ ଚାରିଆଡ଼େ ଫୋପାଡ଼ି ଦେ। ସେ ଗଛଟା କି ନେଇକି ପକେଇଛି ବାଜିଛି ରେ। ଆଉ ଗୋଟେ ହେଇ ଦେଖ ତୁ ଏମିତି ବାଡ଼େଇଲୁ ଯେ ପତର ଝଡ଼ିଗଲା କୁଆଡ଼େ ଗଲା ପତରଟା ପତରଟା ଝଡ଼ିଲା ଶୁଖିଲା ପତ୍ର ଡାଳ ଭାଙ୍ଗିଦେଲା ମାମା ଏଠି। ଏଇଠି ପକଉନି ଯିବ ହେଇପା ଏଇଠି ଅଛି। ଆଉ ଯୋଉ ସିଆଡକୁ ଏଇଠି ସିନା ଏଇଟା ପକେଇଛି ଏଇଠି ପକା ଏଇଠି ଏଇ ଡାଳ ଏଇଠି ପୁଣି ରିଟର୍ନ ହେଇକି ଆଇଲା। କଣ ଉପରକୁ ଯିବ ନା ମୁଁ ଭାବୁଥିଲି ରହିଯାଏ ନା କଣ। ମୁଁ ଏଇଠି ଖାଲି ଏଇଠୁ ନିଶାନା ବାଜିଲା ରେ। ଆଉ ଏଟା କଣ କରିବି? ଏଟା ତ ବାଜିବନି ଦେ ବାଉଁଶ ଗଛରେ ବଉଳ ହେଇଯାଉ। ଅନ୍ଧାରରେ ଜାଣି ଯୋଉ ଡର ମାଡେ। ଦେଖନ୍ତୁ ଏଠି ପୂଜା କରି ଆସିଲା ଖେଳ ମାମା ଆସି ତାର ଖାଇଦଉଛି ଆଗେ। କହୁଛି ମିଠା ହେଇଛି କି ନାଇଁ କହିକି ତାର ଚାଖି ଦଉଛି ଆଗେ। ଚାଖୁଛି କଣ ଗୋଟେ ଖାଇଦଉଛି ସେଇ ଦେଖନ୍ତୁ ଖାଇବ ଏଇଠି। ଆରେ ଖଡ଼ିଗାରେ ଟେକି ଖାଇଦିଅନ୍ତି ନା କିଛି ଲୋକ। କିଛି ଲୋକ